ମୁଁ ଅପରାଜ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଏମଆର ଷ୍ଟଡି ଏକାଡେମୀ କୁ। ଆଶା କରୁ ସମସ୍ତେ ଭଲରେ ଥିବେ ଏବଂ ପରୀକ୍ଷା ପାଇଁ ଆପଣଙ୍କର ପ୍ରିପାରେସନ ଭଲ ଭାବରେ ଚାଲିଥିବ। ଆଜିର ଭିଡିଓଟି ବହୁତ ଇମ୍ପୋର୍ଟାଣ୍ଟ, କାରଣ এই ଭିଡିଓରେ ଆମେ ଓଡ଼ିଆ ଗ୍ରାମାରରେ ଯୋଉ ଇମ୍ପୋର୍ଟାଣ୍ଟ ଟପିକଟି ଅଛି ତତ୍ସମ ତଦ୍ଭବ ଦେଶଜ ବୈଦେଶିକ ଯୋଉ ଗୁଡା କି ସମସ୍ତଙ୍କର ଡାଉଟ ଥାଏ କୋଉ ଶବ୍ଦ ଗୁଡାକ ଆମେ ଜାଣିବା କେମିତି ସେଗୁଡାକ ବିଷୟରେ ଶିଖିବା। ତେଣୁ ଟପିକର ନାଁ ହଉଛି କଣ ଶବ୍ଦ ଏବଂ ଶବ୍ଦ ବିଭାଗ। ତେଣୁ ଭିଡିଓଟି ଫୁଲ ଦେଖନ୍ତୁ। ଯଦି ଆପଣଙ୍କୁ ଭିଡିଓଟି ଭଲ ଲାଗୁଛି ତାହେଲେ ଭିଡିଓକୁ ଲାଇକ୍ କରିବେ, ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ। ଏମିତି ଭିଡିଓ ପାଇବା ପାଇଁ ଆପଣ ପାଖରେ ବେଲ ଆଇକନକୁ ଦବାଇଦେବେ, ଯାହା ଫଳରେ କି ଭିଡିଓ ଯେତେବେଳେ ଅପଲୋଡ ହଉଛି ଆପଣଙ୍କ ପାଖରେ ପ୍ରଥମେ ପହଞ୍ଚି ପାରିବ। ତେଣୁ ଯିବା ଆଗେ ଆଗକୁ ଡିସ୍କସନ କରିବା ଦେଶଜ ବୈଦେଶିକ ତତ୍ସମ ତଦ୍ଦର୍ଶୀ ଶବ୍ଦ ଗୁଡାକ। ଆପଣ ଭିଡିଓଟିକୁ ଫୁଲ ଦେଖନ୍ତୁ, ସ୍କିପ୍ କରନ୍ତୁନି ହେଲା। ତେଣୁ ଯିବା ଡିସ୍କସନ କରିବା। ପ୍ରଥମ କ୍ୱେଶ୍ଚନଟି କଣ ଅଛି ହେଲା, ଫାର୍ଷ୍ଟ କ୍ୱେଶ୍ଚନଟି କଣ ଅଛି, ଅର୍ଥବୋଧକ ଏକ ବା ଏକାଧିକ ବର୍ଣ୍ଣକୁ କଣ ବୋଲି କୁହନ୍ତି ହେଲା। ଅପସନ କଣ ଅଛି, ଭାଷା, ବର୍ଣ୍ଣ, ଧ୍ୱନି, ଶବ୍ଦ ହେଲା। ଅର୍ଥବୋଧକ ଏକ ବା ଏକାଧିକ ବର୍ଣ୍ଣକୁ କଣ କୁହନ୍ତି? ବର୍ଣ୍ଣ ମାନେ କଣ? କ ଖ ଗ ଘ ଏମିତି ସବୁ ଅଛି, କଣ କୁହନ୍ତି ସେ ଯୋଉ ସେମାନଙ୍କର ଏକ ବା ଏକାଧିକ କୁ ମିଶେଇଲେ କଣ ବୋଲି କୁହନ୍ତି? ତେଣୁ ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ଡି ରେ କଣ ଶବ୍ଦ ବୋଲି କୁହାଯାଏ ହେଲା। ମନେ ରହିବ। କଲର ଟିକେ ଚେଞ୍ଜ କରିଦବା, କଣ ଅଛି ରେଡ କରିଦବା ଟିକେ ହେଲା। ତାପରେ ନେକ୍ସଟ ଦେଖିବା କ୍ୱେଶ୍ଚନଟି କଣ ଅଛି, ଅପସନ କ୍ୱେଶ୍ଚନ ନମ୍ବର 2ଟା। ଓଡ଼ିଆ ଭାଷାରେ ବ୍ୟବହୃତ ଶବ୍ଦ ସମୂହ କେତେ ଭାଗରେ ବିଭକ୍ତ କରାଯାଇଛି ହେଲା। ଆମେ ଯୋଉ ଓଡ଼ିଆ ଭାଷାରେ ଶବ୍ଦରକ ବ୍ୟବହାର କରୁଛୁ ତାକୁ କେତେ ଭାଗରେ ବିଭକ୍ତ କରାଯାଇଛି? ଅପସନ ନମ୍ବର ଏ ହେଉଛି 2, ବି 3, ସି 4, ଡି 5। ତେଣୁ କେତେ ଭାଗରେ ଆମେ ବିଭକ୍ତ କରାଯାଇଛି? ନା ଅପସନ ନମ୍ବର ସି ଯେଟା କଣ 4 ପ୍ରକାର ହେଲା। 4 ପ୍ରକାର କଣ କଣ ନା ଯେଟା କି ଆପଣ ଜାଣିଛନ୍ତି କଣ? ଫାର୍ଷ୍ଟ ହଉଛି କଣ ତତ୍ସମ ହେଲା, ତାପରେ ହଉଛି କଣ ତଦ୍ଭବ ହେଲା, ତାପରେ ହଉଛି କଣ ଦେଶଜ, ଆଉ ଗୋଟେ କଣ ବୈଦେଶିକ ହେଲା। କଣ କଣ ତତ୍ସମ ତଦ୍ଭବ ଦେଶଜ ବୈଦେଶିକ। ତେଣୁ ଟୋଟାଲ କେତେ ପ୍ରକାର ନା 4 ପ୍ରକାର ରହିଛି। ମନେ ରହିବ। ଦେଖିବା ନେକ୍ସଟ କ୍ୱେଶ୍ଚନ, ଆମେ ବ୍ୟବହାର କରୁଥିବା ଅବିକଳ ସଂସ୍କୃତ ଶବ୍ଦ ଗୁଡିକ କଣ ବୋଲି କୁହାଯାଏ? ଆମେ ଯୋଉ ବ୍ୟବହାର କରୁଛୁ ଓଡ଼ିଆ ଭାଷାରେ ଯୋଉଟାକୁ ଅବିକଳ ସଂସ୍କୃତ ଶବ୍ଦ ପରି ଆମକୁ ମାନେ ଶବ୍ଦଟା ହିଁ ସଂସ୍କୃତର ପୁରା ଅବିକଳ, ତେଣୁ ତାକୁ କଣ ବୋଲି କୁହାଯାଏ? ଅପସନ କଣ ଅଛି, ଦେଶଜ ଶବ୍ଦ, ତଦ୍ଭବ ଶବ୍ଦ, ତତ୍ସମ ଶବ୍ଦ, ବୈଦେଶିକ ଶବ୍ଦ ହେଲା। ତେଣୁ ସଠିକ ଉତ୍ତରଟି କଣ ହବ? ସଂସ୍କୃତ ସହିତ ଯଦି ଅବିକଳ ସମାନ ହଉଛି ତାହେଲେ ତାକୁ କଣ ବୋଲି କୁହାଯାଏ? ଅପସନ ନମ୍ବର ସି ଯେଟା କଣ ତତ୍ସମ ଶବ୍ଦ ହେଲା। ତାକୁ କଣ କୁହନ୍ତି? ତତ୍ସମ ଶବ୍ଦ ବୋଲି କୁହନ୍ତି। ନେକ୍ସଟ ଦେଖିବା କଣ ଅଛି, କେଉଁ ଶବ୍ଦ କୁ ସାଧୁ ବା ମାର୍ଜିତ ଶବ୍ଦ ବୋଲି କୁହାଯାଏ? ତେଣୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ବେଳେ ପରୀକ୍ଷାରେ ପଚାରେ, ପିଲାମାନେ ଜାଣିପାରନ୍ତିନି ହେଲା। ତେଣୁ ଏଟା କଣ କୁହାଯାଏ? କୋଉ ଶବ୍ଦକୁ ସାଧୁ ବା ମାର୍ଜିତ ଶବ୍ଦ ବୋଲି କୁହନ୍ତି? ଅପସନ ନମ୍ବର ଏ ହେଉଛି ଦେଶଜ ଶବ୍ଦ, ବି ହେଉଛି ତଦ୍ଭବ, ସି ହେଉଛି ତତ୍ସମ, ଡି ହେଉଛି ବୈଦେଶିକ। ତେଣୁ କଣ କୁହାଯାଏ? ସାଧୁ ବା ମାର୍ଜିତ ଶବ୍ଦର ଅନ୍ୟ ନାମଟା କଣ କୁହାଯାଏ? ନା ଅପସନ ନମ୍ବର କୋଉଟା ଠିକ ହବ? ନା ଅପସନ ନମ୍ବର ତତ୍ସମ ମାନେ କଣ ସଂସ୍କୃତ ସହିତ ଯୋଉଟା କଣ ହେଇଥାଏ ସମାନ ହେଇଥାଏ। ତେଣୁ ଅପସନ ନମ୍ବର କୋଉଟା? ଅପସନ ନମ୍ବର ସି ଯେଟା କଣ ତତ୍ସମ ଶବ୍ଦ ମାନେ ସଂସ୍କୃତ ସହିତ ସମାନ ନା, ତେଣୁ ସେଟା କଣ କୁହାଯାଏ? ସାଧୁ ବା ମାର୍ଜିତ ଶବ୍ଦ ବୋଲି କୁହାଯାଏ। ନେକ୍ସଟ କ୍ୱେଶ୍ଚନ ଦେଖିବା, ସଂସ୍କୃତ ବା ତତ୍ସମ ଶବ୍ଦର ସୃଷ୍ଟି ଶବ୍ଦକୁ କଣ ବୋଲି କୁହାଯାଏ? ହେଲା, ଏଟା ଡେଫିନେସନ ୱାଇଜ ଅଛି ହେଲା। ଆପଣ ଯଦି ପୂର୍ବ କ୍ଲାସ ଗୁଡ଼ା ଦେଖିନାହାନ୍ତି, ଏଟା ଚାପ୍ଟର ନମ୍ବର 4 କି 5 ବୋଧେ ଚାଲିଛି ହେଲା। ପୂର୍ବ ଯଦି ଦେଖିନାହାନ୍ତି ମୁଁ ଡେସକ୍ରିପସନ ଲିଙ୍କ ଦେଇଦେବି, ଆପଣ ଯାଇ ପ୍ରଥମ ଭିଡ଼ିଓ ଦେଖି ଦିଅନ୍ତୁ, କ୍ଲିୟର ହେଇ ଆସନ୍ତୁ। ଫାର୍ଷ୍ଟ ଆମେ କଣ କରୁଛୁ ଡାଇଗ୍ରାମ ଟପିକ ୱାଇଜ ଆମେ ଡେଲି ଗୋଟେ ଗୋଟେ ଟପିକ ଧରୁଛୁ, ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ କିଛି ଡିସ୍କସନ କରୁଛୁ, ଯାହା ଫଳରେ ଟପିକ ୱାଇଜ ଆପଣଙ୍କର କ୍ଲିୟର ହେଇପାରିବ ହେଲା। ତେଣୁ ଯଦି ଦେଖିନାହାନ୍ତି ଡେସକ୍ରିପସନ ଲିଙ୍କ ଦେଇଦେବି, ଯାଇ ଦେଖିପାରିବେ ପୂର୍ବ ଭିଡ଼ିଓ ଗୁଡ଼ିକ। ହଁ ଏବେ ଦେଖିବା କଣ ଅଛି, ସଂସ୍କୃତ ବା ତତ୍ସମ ଶବ୍ଦରୁ ସୃଷ୍ଟ ଶବ୍ଦକୁ କଣ ବୋଲି କୁହାଯାଏ ହେଲା। ଆମର ଅପସନ କଣ ଅଛି, ଦେଶଜ ଶବ୍ଦ, ତଦ୍ଭବ ଶବ୍ଦ, ତତ୍ସମ ଶବ୍ଦ, ବୈଦେଶିକ ଶବ୍ଦ। ଯଦି ସଂସ୍କୃତ ଆମର ତିଆରି ହେଇଯାଉ କଣ ବୋଲି କୁହନ୍ତି? ନା ତଦ୍ଭବ ଶବ୍ଦ, ଯେଟା କଣ ଅପସନ ନମ୍ବର ବି ଅଛି ତଦ୍ଭବ ଶବ୍ଦ ହେଲା। ସଂସ୍କୃତ ଯଦି ସମାନ ହେଲା ତାହେଲେ କଣ ବୋଲି କୁହାଯିବ? ତତ୍ସମ। ଯଦି ତାଙ୍କର କଣ ସେଇଠୁ ସୃଷ୍ଟି ହେଲା ମାନେ ସମାନ ନୁହେଁ, ଏଇଠୁ ଯଦି ସୃଷ୍ଟି ହେଲା ତାହେଲେ କଣ କୁହାଯିବ? ଏଟାକୁ ନା ତଦ୍ଭବ ଶବ୍ଦ ବୋଲି କୁହାଯିବ। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଅଛି, କାହାକୁ ଅପଭ୍ରଂଶ ଶବ୍ଦ ବୋଲି କୁହନ୍ତି? ଏଟା ବି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ, ପିଲାମାନେ ଜାଣିପାରନ୍ତି ଅପଭ୍ରଂଶ ଶବ୍ଦ କାହାକୁ କୁହାଯାଏ? ଅପସନ କଣ ଅଛି, ଦେଶଜ ଶବ୍ଦ, ତଦ୍ଭବ ଶବ୍ଦ, ତତ୍ସମ ଶବ୍ଦ ନା ବୈଦେଶିକ ଶବ୍ଦ ହେଲା। ତେଣୁ ସଠିକ ଉତ୍ତରଟି କଣ ହବ? ଅପଭ୍ରଂଶ ଶବ୍ଦ ବୋଲି ଆମେ କାହାକୁ କହିଥାଉ? ଅପସନ ନମ୍ବର ବି ଯେଟା କଣ ତଦ୍ଭବ ଶବ୍ଦ ହେଲା। ତେଣୁ ଦିଟା ଆଜି ଶିଖିଲେ, କଣ ସାଧୁ ବା ମାର୍ଜିତ ଶବ୍ଦ କାହାକୁ କୁହାଯାଏ? ତତ୍ସମ ଶବ୍ଦକୁ। ଆଉ ଅପଭ୍ରଂଶ ଶବ୍ଦ ବୋଲି କାହାକୁ କୁହାଯାଏ? ତଦ୍ଭବ ଶବ୍ଦକୁ। ନେକ୍ସଟ ଦେଖିବା, ଯେଉଁ ଶବ୍ଦ ଗୁଡିକର ଏକ ମୂଳ ଉତ୍ପତ୍ତି ସ୍ଥଳ ଏ ଯାଏ ନିରୂପିତ ହୋଇନାହିଁ, କାହିଁ କେଉଁ ପ୍ରାଚୀନ କାଳର ବିଭିନ୍ନ ଅଞ୍ଚଳର ବିଭିନ୍ନ ଜାତି ଶବ୍ଦ ଆସି ଆମ ଭାଷାରେ ମିଶି ଯାଇଛି, ଏ ପ୍ରକାର ଶବ୍ଦ ଗୁଡିକୁ କଣ ବୋଲି ଆମେ କହିଥାଉ? ଏତେ ବଡ ଡେଫିନେସନ କିନ୍ତୁ ଛୋଟିଆଟେ, ଆମର କଣ ରହିବ ତାର ମିନିଂଟା ରହିବ। ଅପସନ ଭିତରୁ କୋଉଟା ହବ? ଦେଶଜ ଶବ୍ଦ, ତଦ୍ଭବ ଶବ୍ଦ, ତତ୍ସମ ଶବ୍ଦ ନା ବୈଦେଶିକ ଶବ୍ଦ ହେଲା। କିଛି ପିଲାଙ୍କୁ ଲାଗିବ କଣ ଏଠି ଅଛି ନା ଜାତିର ବହୁ ବିଭିନ୍ନ ଜାତିର ଦେଇଛି ମାନେ ଏଇଟା କଣ ହେଇପାରେ? ବୈଦେଶିକ ଶବ୍ଦ। କିନ୍ତୁ ସଠିକ ଉତ୍ତରଟି କଣ ହବ? ନା ଦେଶଜ ଶବ୍ଦ ହେଲା। ମାନେ ସେମାନେ ନିଜେ ତିଆରି କରିଛନ୍ତି ନା, ତେଣୁ ସେଥିପାଇଁ କଣ ହବ? ଦେଶଜ ଶବ୍ଦ। ଏଠି କଣ ଦେଖିବେ ଯୋଉ କଣ ବିଭିନ୍ନ ଜାତି ମାନେ ସାର୍ ବୈଦେଶିକ ଶବ୍ଦ ନା, ଦେଶଜ ଶବ୍ଦ ବୋଲି ହବ। ନେକ୍ସଟ କ୍ୱେଶ୍ଚନ ଦେଖିବା, ଆମ ଦେଶରୁ ସୃଷ୍ଟି
ए देश रे प्रचलित हेउते शब्द केउ शब्द श्रेणी रो आम देश रो सृष्टि हेतिबो और देश रे प्रचलित हेउते शब्द केउ शब्द श्रेणी ऑप्शन गुडी कोन अछि देशज शब्द तद्भव शब्द तत्सम शब्द वैदेशिक शब्द तेणु आम देश जो सृष्टि हेछि देश रे प्रचलित होइछि कोन बोली कोनती ऑप्शन नंबर ए जेने कि देशज शब्द देश रे सृष्टि हेछि माने कोन देशज शब्द एबे देखिया कोन ना ए जो देशज शब्द वैदेशिक तत्सम तद्भव तापरे किछि वर्ड देछि जेमति फर्स्ट क्वेश्चन कोन अछि अभिनय एटा कोन प्रकार शब्द हबो देशज शब्द ना तद्भव शब्द ना तत्सम शब्द ना वैदेशिक शब्द हला अभिनयटा कोन प्रकार शब्द हबो हला सठी उत्तर कोन हबो ना तत्सम शब्द हला मन रहइबो तत्सम शब्द तापरे होछि कोन नेक्स्ट क्वेश्चन कोन अछि होम हला होमडा कोन प्रकार शब्द देशज शब्द तद्भव शब्द तत्सम शब्द वैदेशिक शब्द सेबळे होमडा कोन हबो ऑप्शन नंबर सी जे कोन तत्सम शब्द आपन कहि दउची जे 9 नंबर रु केते नंबर पर्यंत ना मोर 30 नंबर पर्यंत जेति कि आपण शब्द देखिबे देइची हला कहि दउची आपन गोटे गोटे जेमते कि फास्ट कोन एटा आपण खातिर लिखि दियंतु बेले एमती आपण वर्ड खोजुते कोउडा को तत्सम कोउडा को तद्भव तेन आपण कहि दउची डायरेक्ट आपण से वर्ड गुडा को लिखि दियंतु हला फास्ट कोन अछि ऑप्शन वाइज मो कहि दउची फास्ट हम पढलु कोन अभिनय अभिनय तत्सम शब्द होम भी गोटे कोन तत्सम शब्द से बलिया हमर कोन अछि एटी 11 नंबर छवि मूर्ख चोर फल मंदिर अनुभव हस सेवा दया मधुर ऋतु कविता मेघ बर सुख पाठ चोर सेवा रोग आ कोन आक्रोश हैला एगुडा कहूची कोन गोटे गोटे ना तत्सम शब्द नोट डाउन कर देले एगुडा को माने 9 नंबर 30 न पर्यंत जेति भी आपन क्वेश्चन देइची सेगुडा सब गोटे गोटे कोन तत्सम शब्द मन रहइबो आ आपन को खुजे पे पडिबोनी आपन जति चाहू तो पीडीएफ दे देबी हैला आपन को लेखा दियो तत्सम तद्भव शब्द गुडी कर कोन हमर एग्जाम गुडा को लेखा दियो तेन एबे जिबा नेक्स्ट देखे कोन अछि 30 नंबर सला तत्सम शब्द एबे देखा 31 नंबर पाखरो हैला कोन अछि ना अगी अगीटा होची कोन प्रकार शब्द हैला ऑप्शन कोन अछि देशज शब्द ना तद्भव शब्द देशज शब्द तद्भव शब्द वैदेशिक शब्द आ तत्सम शब्द हैला अगीटा कोन प्रकार शब्द हबो ना तद्भव शब्द हैला तद्भव ऑप्शन नंबर बी तद्भव शब्द सेही बलिया अलता अलता कोन प्रकार शब्द हमर देशज शब्द तद्भव शब्द तत्सम शब्द वैदेशिक शब्द हैला अलताटा कोन प्रकार हबो तद्भव शब्द सेमति हमर जेमि 9 रु 30 कले सेमति 31 रु 50 पर्यंत कोन हबो तद्भव शब्द हबो हैला आपन कहि दउची हला कोन कोन शब्द गुडा रहिछि एमति फास्ट हम कोन बोलु अगी एटा होछि कोन कोटे कोटे तद्भव शब्दर एग्जांपल हला फास्ट लिखि दियंतु अगी अलता कुआरी चांद गहम हला तापर होछि कोन एपटे जो हला गहिर उकुणी दही आ कोन थन नो बापा कइछ अठ सॉरी आठ अठन आठ गठ तापर होइला कोन माटी कंकड़ा लटा हला थबीर ए तापर कोन भदुओ एडा सब कोटे कोटे कोन नामर तद्भव शब्द माने कोन संस्कृत रोडा तयारी हेछि तत्सम माने कोन संस्कृत समान एटा कोन संस्कृत तयारी हेछि माने यार संस्कृत वर्ड अलगा थिबो तारी पाखा पाखी कोन जे वर्ड ता तयारी हेछि मन रहइबो तेना हमर 50 नंबर जे कोन गला ना तद्भव शब्द एबे देखे 51 नंबर कोन अछि अझट अझट कोन प्रकार शब्द ऑप्शन कोन अछि देशज शब्द हमर तापर अछि तद्भव शब्द तत्सम शब्द ना वैदेशिक शब्द अझट अझट के प्रकार शब्द हबो ना देशज शब्द हला एटा कोनोसी हमर कोन बाहरु आसीनी कि संस्कृत तयारी हेनी सेतबे कोन अझट गुडी कोन देशज शब्द हला नेक्स्ट क्वेश्चन देखिए कोन अछि हमर अगाडी अगाडी रे कोन प्रकार शब्द ऑप्शन कोन अछि देशज शब्द तद्भव शब्द तत्सम शब्द वैदेशिक शब्द अगाडी कोन प्रकार देशज शब्द अगाडा कोन तयारी करछि हम देशनी लोक माने तयारी करछन निज वाटा सेतबे कोन देशज शब्द सेही भले आपण जेमति तत्सम तद्भव शिखले सेंदा देशज शब्द रो आपण कहि दउची केते रो 51 रु केते नंबर पर्यंत ना 90 नंबर पर्यंत वर्ड गुडा कोन कहि दउची फास्ट लिखि दियंतु अझट अगाडी कंडेई खडू तापरे गडी गटमा चाउल छपर छ सॉरी छुआ छाती गडिया चिमुटा हे तापर रहला कोन एपटे ना ओलिया आ ओरा आ हाबुका आ सीधा आ सड़क सजना हैला तापर होची हिडो भाटी तापर कोन भाऊ भेंडी बक्का पिल्ला आ कोन दंतरा एति पर्यंत कोन हैला हमर एटा कोन कोन गोटे गोटे एग्जांपल कहार ना देशज शब्द गोटे गोटे कोन उदाहरण बुझि पाले से बेला देखिबा 75 नंबर कोन अछि कोन दरटी हैला कोइडा कोन हो देशज शब्द ना तद्भव शब्द ना तत्सम शब्द ना वैदेशिक शब्द से बेला भाबरे 75 76
77 78 ସବୁଗୁଡାକ 90 ନମ୍ବର ପର୍ଯ୍ୟନ୍ତ କଣ ହବ ନା ଆମର ପଢୁଥିଲେ ଯେମିତି ଦେଶଜ ଶବ୍ଦ। ଏ ଯେ କହିଦଉଛି ଆପଣ ଏ ଶବ୍ଦ ଗୁଡା କଣ କଣ ନୋଟ ଡାଉନ କରିଦିଅନ୍ତୁ। କଣ ଦରଟି, ଢିଙ୍କି, ଧୋତି, ଡେମ୍ଫ, ଟାଙ୍ଗିଆ, ଠୁଙ୍ଗା, ଥକା, ଥଡ, ନଡା, କଣ ତଡପ, ଢମା, ଠିକା, କଣ ପାଇଟି ହେଲା। ଏଇଭଳି ଭାବରେ ଶବ୍ଦ ଗୁଡା କଣ ଦେଶ ଶବ୍ଦ। ଆଉ ତାପରେ ନେକ୍ସଟ ହଉଛି କଣ ବାଡି ହେଲା, ବରା, ଭଣଡୁର, କଣ ଭଣଡୁର, ଆଉ ଅଦାଲତ ନାଇଁ ଅଦାଲତ ନାହିଁ ତ ଏଇ କଣ 90 ନମ୍ବର ପର୍ଯ୍ୟନ୍ତ ଅଦାଲତରେ ଅଲଗା ଶବ୍ଦ ହେଲା। ତେଣୁ 90 ନମ୍ବର ପର୍ଯ୍ୟନ୍ତ ଆପଣ ଲେଖିଦେବେ ଏଟା କଣ କଣ ସବୁ ନା ଦେଶଜ ଶବ୍ଦ। ନେକ୍ସଟ ଦେଖିବା କଣ ଅଦାଲତ ହେଲା। ଇମ୍ପୋର୍ଟାଣ୍ଟ ଗୁଡାକ ଅଛି ନୋଟ ଡାଉନ କରିଥାନ୍ତୁ ଯେ ୱାର୍ଡ ଗୁଡାକ ପରେ ଏଗୁଡା ପାଇବେନି ଯେ ୱାର୍ଡ ଗୁଡା କଣ ଆପଣ ଡାଉଟ ହବ ତେଣୁ ସେଥିପାଇଁ ୱାର୍ଡ ଲେଖି ଦିଅନ୍ତୁ। ମୁଁ କହି ଡାକି ଦଉଛି କଣ ଶବ୍ଦ ଗୁଡାକ। ନେକ୍ସଟ ଦେଖିବା କଣ ଅଦାଲତ ହେଲା। ଅଦାଲତ କୋଉ ପ୍ରକାର ଶବ୍ଦ ଅପସନ କଣ ଅଛି ଦେଶଜ ଶବ୍ଦ, ଆରବୀ ଶବ୍ଦ, ପାର୍ସି ଶବ୍ଦ, ତୁର୍କୀ ଶବ୍ଦ, ପର୍ତ୍ତୁଗୀଜ ଶବ୍ଦ। ଅଦାଲତରେ କୋଉ ପ୍ରକାର ଶବ୍ଦ ହବ ନା ଅପସନ ନମ୍ବର କୋଉଟା ଠିକ ହବ ଅପସନ ନମ୍ବର ବି ଯେ କଣ ଆରବୀ ଶବ୍ଦ ହେଲା। ଆରବୀ ଶବ୍ଦ ହଉଛି କଣ ନା ଆମର ଅଦାଲତ। ନେକ୍ସଟ ହଉଛି କଣ ଅମିନ। ଆମେ ବ୍ୟବହାର କରୁଛୁ ଅଦାଲତ ଅମିନ। ଅମିନ କୋଉ ପ୍ରକାର ଶବ୍ଦ ନେକ୍ସଟ ଅଛି ଦେଶଜ ଶବ୍ଦ ନା ଆରବୀ ଶବ୍ଦ ନା ପାର୍ସି ଶବ୍ଦ ନା ଆମର କଣ ଅଛି ତୁର୍କୀ ଶବ୍ଦ ନା ପର୍ତ୍ତୁଗୀଜ ଶବ୍ଦ। ସେମିତି ଅମିନଟା କଣ ହବ ନା ସେମ ସେଇ ଆରବୀ ଶବ୍ଦ ହେଲା। ଆରବୀ ଶବ୍ଦ ବୋଲି କଣ ହଉଛି ଅମିନ। ସେଇଭଳି ଭାବରେ ଆପଣ ଶବ୍ଦଟା ଡାକି ଦଉଛି ଆରବୀ ଶବ୍ଦ କେତେ ପର୍ଯ୍ୟନ୍ତ ଆପଣ ଦେଖି ଦିଅନ୍ତୁ 115 ନମ୍ବର ପର୍ଯ୍ୟନ୍ତ ହଉଛି କଣ ଆରବୀ ଶବ୍ଦ। ଯେମିତି କଣ ଅଛି ନେକ୍ସଟ ଇସ୍ତଫା ହଉଛି କଣ ଆରବୀ ଶବ୍ଦ। ଅମଳ, ଓଜନ ହେଲା, କଏଦୀ, କବଲା, କିସମ, ତାପରେ ଖାତିର, ଖାଲି, ଜମି, ହଁ ଜମିଦାର, ଜବାବ, ତଦାରଖ, ଦୋକାନ, ଦଲିଲ, ନଗଦ, ଫିକର ହେଲା। ତାପରେ ନେକ୍ସଟ ଏପଟେ ଦେଖିବା ଯଦି ଆମେ କଣ ଆମର ବହି, ମହଜୁଦ, ହିସାବ, ଆଉ ହାକିମ, ଫସଲ, ହଇରାଣ, ଆଉ କଣ ନେକ୍ସଟ ହଉଛି ତାରିଫ ହେଲା। ତାରିଫ ପର୍ଯ୍ୟନ୍ତ ହଉଛି କଣ ଆମର ସବୁ ଆରବୀ କଣ ଆରବୀ ଶବ୍ଦ। ନୋଟ ଡାଉନ କରିଦେଲେ। ନେକ୍ସଟ ଦେଖିବା କଣ ଅଛି ଏବେ ନା ଅଙ୍ଗୁର ହେଲା। ଅଙ୍ଗୁରଟା କୋଉ ପ୍ରକାର ଶବ୍ଦ ଅପସନରେ କଣ ଅଛି ଦେଶଜ ଶବ୍ଦ, ଆରବୀ ଶବ୍ଦ, ପାର୍ସି ଶବ୍ଦ, ତୁର୍କୀ ଶବ୍ଦ ଆଉ ପର୍ତ୍ତୁଗୀଜ ଶବ୍ଦ। କଣ ଲାଗୁଛି ଅଙ୍ଗୁର କୋଉ ପ୍ରକାର ଶବ୍ଦ ନା ଅପସନ ନମ୍ବର କୋଉଟା ସି ଯେଟା କଣ ପାର୍ସି ଶବ୍ଦ ହେଲା। ଅଙ୍ଗୁରଟା କୋଉ ପ୍ରକାର ଶବ୍ଦ ପାର୍ସି ଶବ୍ଦ ମାନେ ଆମେ ପାର୍ସି ଶବ୍ଦ ବ୍ୟବହାର କରୁଛୁ ହେଲା। ଅଙ୍ଗୁରଟା କଣ ପାର୍ସି ଶବ୍ଦ। ସେମିତି ଆମଦାନୀ, ଆମଦାନୀ କୋଉ ପ୍ରକାର ଶବ୍ଦ ଅପସନରେ କଣ ଅଛି ଦେଶଜ ଶବ୍ଦ, ଆରବୀ ଶବ୍ଦ, ପାର୍ସି ଶବ୍ଦ, ତୁର୍କୀ ଶବ୍ଦ, ପର୍ତ୍ତୁଗୀଜ ଶବ୍ଦ। ଏଟା କଣ ହବ ସେଇ ସେମ କଣ ପାର୍ସି ଶବ୍ଦ ହେଲା। ଅଙ୍ଗୁର ବି ହଉଛି ପାର୍ସି ଶବ୍ଦ, ଆମଦାନୀ ବି ପାର୍ସି ଶବ୍ଦ। ସେମିତି ଭାବରେ ଆମର ଯୋଉ ପାର୍ସି ଶବ୍ଦ ରହିଲା ସେଟାକୁ ମୁଁ ଡାକି ଦଉଛି ଲେଖି ଦିଅନ୍ତୁ ହେଲା। କଣ ଅଛି ଆମଦାନୀ, କଲମ, ତାପରେ ହେଲା କଣ କାଗଜ, କରଜ, କିସ୍ତି, ଖାତା, ଗରିବ, ଗୁମାସ୍ତା, ଗିରଫ, ଆଉ ଚପରାସି, ଚଷମା, ତାରିଖ, ତାପରେ ଅଛି କଣ ଏପଟେ ଆମର ଦରଖାସ୍ତ, ଦରଜୀ, ନରମ, ତାପରେ ରହିଲା ଆମର ଚାଲାକ, ବଗିଚା, ବେମାର, ମସିହା, ମାରଫତ, ହାଜିର, କଣ ସାଲିସ, ସେମିତି ସନନ୍ଦ, ଶିରସ୍ତା, ତାପରେ ହେଲା ଖଜଣା, ଖବର, ଚିଜ, ତାପରେ ଜାହାଜ, ପିଆଦା, ମାଲିକ, ରୋଜଗାର, ରୁମାଲ ହେଲା। ଏଗୁଡା ସବୁ ଗୋଟେ ଗୋଟେ କଣ ନା ପାର୍ସି ଶବ୍ଦ। ଆଉ କଣ ରହିଲା ଆମର ଏପଟେ ଦିଟା ରହିଗଲା କଣ ଆମର ଲଗାମ, ପଇସା। ଏତିକି ପର୍ଯ୍ୟନ୍ତ ହେଲା କଣ ଗୋଟେ ଗୋଟେ ପାର୍ସି ଶବ୍ଦର ଉଦାହରଣ। ତାପରେ ନେକ୍ସଟ ଦେଖିବା ନୋଟ ଡାଉନ କରୁଛନ୍ତି ତ ହେଲା। ହେଡିଙ୍ଗ ଦେଇକି ଲେଖିଦେବେ ଶବ୍ଦ ଗୁଡାକ। ତାପରେ ହେଲା କଣ ନେକ୍ସଟ ହଉଛି କଣ ତପ ହେଲା। ତପଟା ହଉଛି କୋଉ ପ୍ରକାର ଶବ୍ଦ ଅପସନରେ କଣ ଅଛି ଦେଶଜ ଶବ୍ଦ, ଆରବୀ ଶବ୍ଦ, ପାର୍ସି ଶବ୍ଦ, ତୁର୍କୀ ଶବ୍ଦ, ପର୍ତ୍ତୁଗୀଜ ଶବ୍ଦ। ତେଣୁ ତପଟା କୋଉ ପ୍ରକାର ଶବ୍ଦ ଅପସନ ନମ୍ବର ଡି ଯେଟା କଣ ତୁର୍କୀ ଶବ୍ଦ। ନୂଆଟେ ଶବ୍ଦ ଆସିଲେ କଣ ତୁର୍କୀ ଶବ୍ଦ। ନେକ୍ସଟ କଣ ଅଛି ସେଇଭଳିଆ ଆମର କୁଲି ହେଲା। କୁଲିଟା କୋଉ ପ୍ରକାର ଶବ୍ଦ ଦେଶଜ ଶବ୍ଦ, ଆରବୀ ଶବ୍ଦ, ପାର୍ସି ଶବ୍ଦ, ତୁର୍କୀ ଶବ୍ଦ, ପର୍ତ୍ତୁଗୀଜ ଶବ୍ଦ। କୁଲି ବି ସେମିତି କୋଉ ପ୍ରକାର ଶବ୍ଦ ନା ତୁର୍କୀ ଶବ୍ଦ ହେଲା। କୁଲି ବି ହଉଛି ତୁର୍କୀ ଶବ୍ଦ। ସେଇଭଳିଆ ଆପଣ ଡାକି ଦଉଛି ତୁର୍କୀ ଶବ୍ଦ କୋଉ କୋଉଗୁଡାକ ଅଛି। ନେକ୍ସଟ ଆମର ପୂର୍ବରୁ କରିଥିଲେ କଣ ତପ ଥିଲା, କୁଲି ଥିଲା। ନେକ୍ସଟ ହଉଛି କଇଁଚି ହେଲା, ଗାଲିଚା, ବନ୍ଧୁକ, ବାରୁଦ ହେଲା। ତାପରେ ହେଲା କଣ ବୁକୁଚା, ତାପରେ ବେଗମ ହେଲା। ଏଗୁଡା ସବୁ କଣ ଗୋଟେ ନା ତୁର୍କୀ ଶବ୍ଦ। ନେକ୍ସଟ ହଉଛି କଣ ପିସ୍ତଲ ହେଲା। ପିସ୍ତଲଟା କୋଉ ପ୍ରକାର ଶବ୍ଦ ଅପସନରେ କଣ ଅଛି ଦେଶଜ ଶବ୍ଦ ନା ଆରବୀ ଶବ୍ଦ ନା ପାର୍ସି ଶବ୍ଦ ନା ତୁର୍କୀ ଶବ୍ଦ ନା ପର୍ତ୍ତୁଗୀଜ ଶବ୍ଦ। ପିସ୍ତଲଟା କୋଉ ପ୍ରକାର ଶବ୍ଦ ତେଣୁ ସଠିକ ଉତ୍ତର କଣ ହବ ଅପସନ ନମ୍ବର ଇ ଯେଟା କଣ ପର୍ତ୍ତୁଗୀଜ ଶବ୍ଦ। ପିସ୍ତଲ ହଉଛି କୋଉ ପ୍ରକାର ଶବ୍ଦ ନା ପର୍ତ୍ତୁଗୀଜ ଶବ୍ଦ। ନେକ୍ସଟ କଣ ଅଛି ପାଦ୍ରୀ। ପାଦ୍ରୀଟା କୋଉ ପ୍ରକାର ଶବ୍ଦ ଦେଶଜ ଶବ୍ଦ, ଆରବୀ ଶବ୍ଦ, ପାର୍ସି ଶବ୍ଦ, ତୁର୍କୀ ଶବ୍ଦ, ପର୍ତ୍ତୁଗୀଜ ଶବ୍ଦ। ତେଣୁ ପାଦ୍ରୀଟା ହଉଛି କୋଉ ପ୍ରକାର ସେମ ସେଇ ପର୍ତ୍ତୁଗୀଜ ଶବ୍ଦ ହେଲା। ତେଣୁ ଏବେ ପର୍ତ୍ତୁଗୀଜ ଶବ୍ଦଟା ଡାକି ଦଉଛି ଆପଣ ଦେଖି ଦିଅନ୍ତୁ ନୋଟ ଡାଉନ କରିନିଅନ୍ତୁ ଖାତାରେ। ଫାର୍ଷ୍ଟ ଗଲା ପିସ୍ତଲ, ପାଦ୍ରୀ, ତାପରେ ହଉଛି କଣ ଫିରିଙ୍ଗି, ଆଲମାରି, ତାପରେ ରହିଲା କଣ କାମିଜ, ତାପରେ ହଉଛି କିରାଣୀ, ତମାଖୁ, କଫି, ତାପରେ ରହିଲା କଣ ମିର୍ଜା, ଆଉ କଣ ଅଡିଟ। ଏଗୁଡା ସବୁ ଗୋଟେ ଗୋଟେ କଣ ନା ପର୍ତ୍ତୁଗୀଜ ଶବ୍ଦ।
नेक्स्ट देखिए कौन अच्छी 169 नंबर कौन कॉलेज है कॉलेज टा कोन प्रकार शब्द इंग्रजी शब्द अरबिक शब्द पारसी शब्द तुर्की शब्द पोर्तुगीज सर कॉलेज माने तो सर इंग्लिश वर्ड आउ कोन पड़ा इंग्रजी शब्द जानि पारछन इंग्रजी शब्द जना पड़छु नेक्स्ट अछि कोन केनाल केनाल भी सेमति हम इंग्लिश रे केनाल भी कहउछु उड़िया रे भी केनाल कहउछु ना इंग्रजी शब्द से बोला हम डाकी दोछु इंग्रजी शब्द रे लिखि दियंतु फास्ट देला कॉलेज केनाल गिलास डजन गोदाम चेयर सिनेमा नेक्स्ट देखिए कोन अछि कमिटी है कमिटी रे कोन प्रकार शब्द कमिटी है कमिटी रे आपन लागु तो इंग्रजी शब्द है किंतु कोन बडा कमिटी होची कोन वैदेशिक शब्द कमिटी टा केबे ऑप्शन तो नाही इंग्रजी शब्द ना तेनो सेते कोन हबो एटा कमिटी ता इंग्लिश शब्द किंतु एटी ऑप्शन नाही ना तेनो सेटा कोन हबो वैदेशिक शब्द मन रहइबो इंग्लिश शब्दटा किंतु एटी ऑप्शन नाही जो कोन हला वैदेशिक शब्द सेमति लंठन टा केमिति शब्द हबो लंठटा भी कोन हबो वैदेशिक शब्द हला नेक्स्ट होची कोन बालक बालक हबो कोन ना ऑप्शन नंबर कोनटा ठीक हबो सी जेटा कोन अछि ना तत्सम शब्द हला तत्सम माने संतोष समान जेबि हमर संस्कृत रे बालक शब्द कहउछु सेमति हमन ओडिया रे भी बालक तेन सेटा कोन हला तत्सम शब्द सेमति हाथ हाथ कोन प्रकार शब्द हबो हाथ रे कोन हबो ना तद्भव शब्द हला माने कोन से संस्कृत शब्द हस्त होची कोन संस्कृत रे हाथ होची ओडिया रे माने कोन संस्कृत जात सेतबे कोन हला तद्भव शब्द हला तत्सम तो आपण बुझिजंती केमति कोन कहआ जे नेक्स्ट देखिए कोन साहित्य साहित्य रे होची कोन प्रकार शब्द साहित्य सेमति देशज शब्द तद्भव शब्द तत्सम शब्द वैदेशिक शब्द साहित्य रे कोन हबो ना ऑप्शन नंबर सी जेटा कोन तत्सम शब्द माने कोन संस्कृत रे साहित्य कहिथाउ ओडिया रे भी साहित्य कहिथाउ नेक्स्ट हमर पर्वत भी कोन हबो से तत्सम शब्द हबो तरु भी कोन हबो तत्सम शब्द हबो हला तापर हला नेक्स्ट कानो कानो को प्रकार शब्द हबो कानो ऑप्शन कोन अछि हमर देशज शब्द तद्भव शब्द तत्सम शब्द वैदेशिक शब्द कानडा को प्रकार शब्द हबो ऑप्शन नंबर बी जेटा कोन तद्भव शब्द माने कोन संस्कृत तयारी किंतु संस्कृत सहित समान नुहे ना तेन से कोन हबो तद्भव शब्द नेक्स्ट अछि कोन चम चम भी सेमति कोन हबो तद्भव शब्द नेक्स्ट हला कोन मुचालिका हला मुचालिका को प्रकार शब्द हबो ना वैदेशिक शब्द हला मन रखि मुचालिका कोन वैदेशिक शब्द पिल्ला हला पिल्ला सेमति को प्रकार शब्द हबो देश शब्द हम देश रे ही पिल्ला में तयारी करछु माने पिल्ला तयारी करछन शब्द रे तयारी करछु हला सेति में कोन हबो देश शब्द नेक्स्ट हला कोन हमरो भूमि भूमि को प्रकार शब्द हबो ना तत्सम शब्द भूमि को प्रकार तत्सम माने संस्कृत जहा एथरे भी सेया तबले कोन कलबल हला कलबल इंपोर्टेंट अछि परीक्षा रे पचारे कलबल हला कलबल को प्रकार शब्द देश शब्द तद्भव शब्द तत्सम वैदेशिक शब्द हला कलबल टा को प्रकार शब्द हबो ना ऑप्शन नंबर कोनटा ए जेटा कोन देश शब्द कलबल ना हम देश रे यूज करूछु तयारी करूछु तेनो सेति कोन कलबल हबो कोन देश शब्द नेक्स्ट होई तंटी हला तंटी टा को प्रकार शब्द हबो ना देश शब्द हला तंटी देश शब्द दलिल दलिल सेमति को प्रकार शब्द हबो ऑप्शन नंबर डी जेटा कोन वैदेशिक शब्द तापर कोन फयसला हला फयसला हम व्यवहार करछु शब्द रे कोन प्रकार शब्द एटा देश शब्द तद्भव शब्द तत्सम शब्द वैदेशिक शब्द फयसला कोन प्रकार शब्द हबो ऑप्शन नंबर डी जेटा कोन वैदेशिक शब्द जामिन जामिन सेमति कोन हबो वैदेशिक शब्द हला तापर नेक्स्ट देखिए कोन अछि कोउटी तत्सम शब्द नुहे हला या भीतर कोउटाडे तत्सम शब्द नुहे देखिबा कोन अछि ऑप्शन गुडा को कम्बळ बात्या लता ज्वर हला तेनो ऑप्शन नंबर डी जेटा कि ज्वर होची कोन तत्सम शब्द नुहे हला माने शब्द सहित समान नुहे नेक्स्ट होची कोन खदीर आमिष गोष्ठ आउ उकुणी या भीतर कोनडा तत्सम शब्द नुहे ना ऑप्शन नंबर डी जेटा कोन अछि उकुणी उकुणी होची कोन ओडे तत्सम शब्द नुहे सेमते कुआ चंद्र कर्कट अग्नि हला या भीतर कोनडा अलगा हबो ना ऑप्शन नंबर ए जेटा कोन कुआ हला तापर नेक्स्ट लेकोन नब बांफ फेन आउ कोन भाद्र हला या भीतर कोनटा नुहे ना ऑप्शन नंबर कोनटा बी जेटा कोन बांफ बांफटा होची कोन तत्सम शब्द नुहे नेक्स्ट देखिए तत्सम शब्द चिन्ह या भीतर कोनटा तत्सम शब्द एटा तत्सम बाहर करथिले एटा तत्सम शब्द बोली पचारछु कोनटा ऑप्शन कोन अछि कानो डगर दही साधु या भीतर कोनटा तत्सम शब्द ऑप्शन नंबर डी जेटा कोन अछि साधु हला नेक्स्ट होची कोन तबला नेता आ कोन शाखा आ माटी या भीतर कोनटा तत्सम शब्द ऑप्शन नंबर सी जेटा कोन शाखा हला मन लेला नेक्स्ट देखिए देशज शब्द नुहे या भीतर कोनटा देशज शब्द नुहे हाकुटी नेतो बोका जमी या भीतर कोनटा देशज शब्द नुहे तेणु कोनटा हबनी ऑप्शन नंबर डी जेटा कोन जमी हला जमीटा देश शब्द हबो नाही नेक्स्ट कोन हला चेरो काई काठ चावल ए भीतर कोनटा नुहे ना ऑप्शन नंबर कोनटा सी जेटा कोन हला ऑप्शन नंबर सी होची काठ नेक्स्ट हला बही डेंगा भेंडी आ कोन तोटा हला ए भीतर कोनटा नुहे ऑप्शन नंबर ए जेटा कोन बही नेक्स्ट हला पको बटुआ तबला मामूली हला ए भीतर कोनटा नुहे ना ऑप्शन नंबर डी जेटा कोन मामूली नेक्स्ट हला देश शब्द ए भीतर कोन चिन्हबे कहिछि ऑप्शन कोन हला गिना भदुओ पेच आ कोन चीज हला ए भीतर कोनटा नुहे हबो ना ऑप्शन नंबर कोनटा ऑप्शन नंबर ए जेटा कोन गिना हला नेक्स्ट हला कंढेई जखम बाया
ପିଆଦା ହେଲା। ତେଣୁ ଏ ଭିତରୁ କୋଉଟା ହବ ଅପସନ ଭିତରୁ ନା ଅପସନ ନମ୍ବର ଏ ରେ କଣ ଅଛି କଣ୍ଢେଇ। ନେକ୍ସଟ ଦେଖିବା କଣ ଅପସନ ନମ୍ବର ଏ ରେ କଣ କଣ୍ଢେଇ ହେଲା। ତାପରେ 205 ନମ୍ବର କ୍वेଶ୍ଚନ ଦେଖିବା ବୁକ୍ଚା ଖାଣ୍ଟି ବୋତଲ ସବାରି ହେଲା। ଏ ଭିତରୁ କୋଉଟା ହବ କୋଉଟା କଣ ଦେଶଜ ଶବ୍ଦ ନା ଆମର କଣ ରହିଲା 206 ନମ୍ବର କୋଉଟା ହବ ସଠିକ ଉତ୍ତରଟି ଅପସନ ନମ୍ବର ଏ ରେ କଣ ତେଣ୍ଟା ହେଲା। ତାପରେ କହିଲା ବୈଦେଶିକ ଶବ୍ଦ କୋଉଟା ଆମର ଚିହ୍ନିବା ପାଇଁ କହିଛି। ଅପସନ କଣ ଅଛି ଅମଳ କମଳ ଚାଳ ବାମ ହେଲା। ତେଣୁ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ ରେ କଣ ଅମଳ। ତାପରେ ଏମିତି ଲତା ଖାତା ବକ୍ତା ଆଉ ସିଧା ଏ ଭିତରୁ କୋଉଟା କଣ ଆମର ପଚାରିଛି ବୈଦେଶିକ ଶବ୍ଦ। ସଠିକ ଉତ୍ତରଟି କଣ ହବ ଅପସନ ନମ୍ବର ବି ରେ କଣ ଖାତା। ତାପରେ ନେକ୍ସଟ ହେଲା ଚିମୁଟା ଗୁମାସ୍ତା ମଲାଟ ଆଉ ମଳୁ ହେଲା। ଏ ଭିତରୁ କୋଉଟା କଣ ହବ ବୈଦେଶିକ ଶବ୍ଦ ହବ ଅପସନ ନମ୍ବର ସି ରେ କଣ ମଲାଟ। ତାପରେ ହେଲା ଭାଉ ଭାଦ୍ର ରେଳବାଇ ନିକମା ହେଲା। ତେଣୁ ସଠିକ ଉତ୍ତରଟି କଣ ହବ ନା ରେଳବାଇ ହେଲା ଯେଟା କି ଅପସନ ନମ୍ବର ସି। ତାପରେ ରହିଲା ଆମିଷ ବଦା ଭେଣ୍ଡି କବି ହେଲା। ତେଣୁ ସଠିକ ଉତ୍ତରଟି କଣ ହବ ଅପସନ ନମ୍ବର ଡି ଯେଟା କି କଣ କବି। ନେକ୍ସଟ ରହିଲା 212 ନମ୍ବର क्वेश्चन ଗାଲିଚା ନେତ ବଟୁଆ ନଦୀ ଏ ଭିତରୁ କୋଉଟା ହବ ନା ଅପସନ ନମ୍ବର କୋଉଟା ଅପସନ ନମ୍ବର ଏ ଯେଟା କି କଣ ଗାଲିଚା। ନେକ୍ସଟ ରହିଲା କେଉଁ କେଉଁ ପ୍ରକାରର ଶବ୍ଦ ଚିହ୍ନ ଯେମିତି କି ପିଲା ପିଲା କୋଉ ପ୍ରକାର ଶବ୍ଦ ପଢିକି ଟିକେ ଆଗରୁ ଆସିଲେ କଣ ଦେଶଜ ଶବ୍ଦ। ନେକ୍ସଟ ରହିଲା କଣ ନା ଭୂମି ଭୂମିଟା ସେମିତି ତତ୍ସମ ଶବ୍ଦ। କାବୁ କାବୁଟା ହବ କଣ ବୈଦେଶିକ ଶବ୍ଦ। ନେକ୍ସଟ ହେଲା ତତ୍ସମ ଶବ୍ଦ ନୁହେଁ କୋଉଟା ଚିହ୍ନିବା ପାଇଁ କହିଛି କମଳ ବାତ୍ୟା ଲତା ଜର। ତେଣୁ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଡି ଯେଟା କଣ ଜର। ତାପରେ ତତ୍ସମ ଶବ୍ଦ ଚିହ୍ନିବା ପାଇଁ କହିଛି ଅପସନ ଗୋଟେ କଣ ଅଛି କାନ ଡଗର ଦହି ସାଧୁ ତତ୍ସମ ଶବ୍ଦ ମାନେ କଣ ସଂସ୍କୃତ ସହିତ ସମାନ ଥିବ ହେଲା। ତେଣୁ ସଠିକ ଉତ୍ତରଟି କଣ ହବ ଅପସନ ନମ୍ବର ଡି ଯେଟା କି ସାଧୁ। କେଉଁଠି ଦେଶଜ ଶବ୍ଦ ହାକୁଟି ନେତ ବକା ଜମି ହେଲା ପଢିକି ଆସିଥିଲେ ଏଟା ଡିଭିଜନ ଟିକେ ହେଇଯାଉଛି କ୍ୱେଶ୍ଚନ ଗୁଡାକ ଆଉ। ତେଣୁ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଡି ଯେଟା କଣ ଜମି। ନେକ୍ସଟ ଦେଖିବା ଦେଶଜ ଶବ୍ଦ ଭିତରୁ କୋଉଟା ଗିନା ଭଦୁଅ ପେଚ ଆଉ ଚିଜ ହେଲା। ତେଣୁ କୋଉଟା ସଠିକ ଉତ୍ତରଟି ହବ ନା ଅପସନ ନମ୍ବର ଏ ଯେଟା କଣ ଗିନା। ବୈଦେଶିକ ଶବ୍ଦ ପଚାରିଛି ଅମଳ କମଳ ଚାଳ ବାମ ହେଲା। ତେଣୁ କୋଉଟା ସଠିକ ଉତ୍ତରଟି ହବ ନା ଅପସନ ନମ୍ବର ଏ ଯେଟା କଣ ଅମଳ। କାହାକୁ ଅପଭ୍ରଂଶ ତେଣୁ ପଢିକି ଆସିଥିଲେ ହେଲା ରିଭିଜନ ହେଇଯାଉଛି ଏଗୁଡାକ। ଅପଭ୍ରଂଶ ଶବ୍ଦ କାହାକୁ ଆମେ କହିଥିଲୁ ଅପସନ କଣ ଅଛି ଦେଶଜ ତଦ୍ଭବ ଶବ୍ଦ ତତ୍ସମ ଶବ୍ଦ ବୈଦେଶିକ ଶବ୍ଦ ହେଲା। ତେଣୁ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର କୋଉଟା ଅପସନ ନମ୍ବର ବି ଯେଟା କଣ ତଦ୍ଭବ ଶବ୍ଦ ହେଲା। ଅପଭ୍ରଂଶ କିନ୍ତୁ ସାଧୁ ମାର୍ଜିତ ହଉଛି କଣ ତତ୍ସମ ଶବ୍ଦ ମନେ ଅଛି। ଆମ ଦେଶର ସୃଷ୍ଟ ବା ଦେଶରେ ପ୍ରଚଳିତ ହେଉଥିବା ଶବ୍ଦକୁ କେଉଁ ଶବ୍ଦ ବୋଲି କହିଥାଉ ତ ଦେଶଜ ଶବ୍ଦ ଆଉ ଯେଉଁ ଶବ୍ଦ ଗୁଡିକ ଅନ୍ୟ ଭାଷା ବିଭିନ୍ନ କାରଣରୁ ଆସି ଆମ ଭାଷାରେ ମିଶି ତାକୁ କଣ ବୋଲି କହିଥାଉ ହେଲା କଣ ବୋଲି କହିଥାଉ ନା ବୈଦେଶିକ ଶବ୍ଦ। ତତ୍ସମ ତଦ୍ଭବ ଶବ୍ଦରେ ଥିବା ତତ୍ କେଉଁ ଅର୍ଥରେ ବ୍ୟବହୃତ ଓଡିଆ କ୍ୱେଶ୍ଚନ ଟି ଭଗବାନ ନା ଈଶ୍ୱର ନା ସତ୍ ନା ସଂସ୍କୃତ ହେଲା। ଯୋଉ ତତ୍ ଶବ୍ଦରେ ଆମେ ବ୍ୟବହାର କରୁଛୁ ଏଟା କଣ ପାଇଁ ନା ସଂସ୍କୃତ ଶବ୍ଦରୁ ଆମର ଆସୁଛି ବା ସଂସ୍କୃତ ଶବ୍ଦ ତିଆରି ହଉଛି ତେଣୁ ସେଥିପାଇଁ ସେ ତତ୍ ଶବ୍ଦରେ ଆମେ ବ୍ୟବହାର କରୁଛୁ ମାନେ ଅପସନ ନମ୍ବର ଡି ଟା ଠିକ ହବ ସଂସ୍କୃତ ହେଲା। ନେକ୍ସଟ ଦେଖିବା ଯେଉଁ ଶବ୍ଦ ଗୁଡିକ ଲୋକମାନଙ୍କ ମୁହଁରୁ ଆପେ ଆପେ ବାହାରି ଆସେ ତାକୁ କଣ ବୋଲି କୁହନ୍ତି ଆପେ ଆପେ ଯେଟା ଲୋକଙ୍କ ମୁହଁରୁ ବାହାରି ଆସେ ହେଲା କଣ ବୋଲି କହିଥାଉ ତତ୍ସମ ତଦ୍ଭବ ଦେଶଜ ବୈଦେଶିକ। ତେଣୁ ସଠିକ ଉତ୍ତରଟି କଣ ନା ବୈଦେଶିକ ଆପେ ବାହାରି ଆସେ। ନେକ୍ସଟ ରହିଲେ କଣ ଓଡିଆ ଭାଷାରେ ପ୍ରକୃତ ମୌଳିକତା କେଉଁ ପ୍ରକାରର ଶବ୍ଦରେ ଥାଏ ପ୍ରକୃତ ମୌଳିକତା କେଉଁ ପ୍ରକାର ଶବ୍ଦରେ ଥାଏ ବଢିଆ କ୍ୱେଶ୍ଚନ ଟି ଅଛି। ତତ୍ସମ ଶବ୍ଦ ତଦ୍ଭବ ଶବ୍ଦ ଦେଶଜ ବୈଦେଶିକ ହେଲା। ସଠିକ ଉତ୍ତରଟି କଣ ନା ଅପସନ ନମ୍ବର ସି ଯେଟା କଣ ଦେଶଜ ଶବ୍ଦ ତାର ମୌଳିକତା ଥାଏ। ନେକ୍ସଟ ଦେଖିବା ଯେଉଁ ଶବ୍ଦ କୌଣସି ପ୍ରତ୍ୟୟ ଯୋଗ ହୋଇନଥାଏ ତାକୁ କଣ ବୋଲି କୁହନ୍ତି ଯେଉଁ ଶବ୍ଦରେ କୌଣସି ପ୍ରତ୍ୟୟ ଯୋଗ ହେଇନଥାଏ ହେଲା ବଢିଆ କ୍ୱେଶ୍ଚନ ଟି ଅଛି ହେଲା। ଏଇ ଦିଟା କ୍ୱେଶ୍ଚନ ବଢିଆ ଥିଲା ହେଲା। ତାକୁ କଣ ବୋଲି କହିଥାଉ ମୌଳିକ ଶବ୍ଦ ଯୌଗିକ ଶବ୍ଦ ବ୍ୟୁତ୍ପନ୍ନ ଶବ୍ଦ ନା ବ୍ୟୁତ୍ପାଦିତ ଶବ୍ଦ ହେଲା। ସଠିକ ଉତ୍ତରଟି କଣ ହବ ନା ମୌଳିକ ଶବ୍ଦ କୌଣସି ପ୍ରତ୍ୟୟ ଯଦି ଯୋଗ ହେଇନି ତାକୁ କଣ କହିଥାଉ ମୌଳିକ ଶବ୍ଦ। ତେଣୁ ଏଇଠି ଆମର କଣ ରହିଲା ନା ଶବ୍ଦ ଆଉ ଶବ୍ଦର ପ୍ରକାର ଭେଦ ଆମର ଟପିକ ଟି କଭର ହେଇଗଲା ଟୋଟାଲ ଆମର ବହୁତ ଯାକ ଶବ୍ଦ ଆମେ କଣ ଡିସକସନ କଲୁ ତତ୍ସମ ତଦ୍ଭବ ବୈଦେଶିକ ଦେଶଜ ଏମିତି ସବୁ ବ୍ୟବହାର କଲୁ ଆଉ କିଛି ଅଲଗା ଡାଟା ବି ଶିଖିଲୁ। ତେଣୁ ଆପଣ ଯଦି ଭିଡିଓଟି ଭଲ ଲାଗିଲା ଭିଡିଓଟି କଣ କରିଦେବେ ନା ଲାଇକ୍ କରିଦେବେ ଆଉ ସବସ୍କ୍ରାଇବ କରିଦେବେ ପାଖରେ ଯୋଉ ସବସ୍କ୍ରାଇବ ଲାଲ କଲର ସବସ୍କ୍ରାଇବ ବଟନ ଟି ଅଛି ଦବା ପରେ ଆପଣ ବେଲ ଆଇକନ ଆସୁଥିବ ସେଠି ଅଲ୍ ନୋଟିଫିକେସନ ଟି ଅନ୍ କରିଦେବେ ଯାହାଫଳରେ କି ନୋଟିଫିକେସନ ଆପଣଙ୍କ ପାଖକୁ ପ୍ରଥମେ ପହଞ୍ଚିବାରେ ଯେତେବେଳେ ଭିଡିଓ ଅପଲୋଡ ହଉଛି ଆଉ ଆପଣ କେତେ ମାର୍କ ରଖିଲେ ଟୋଟାଲ କ୍ୱେଶ୍ଚନ ର ମତେ ଟିକେ ଜଣେଇବେ। ଆଉ ନୋଟ ଡାଉନ କରୁଥିବେ ଯେଟା ସବୁ ଓଡିଆ ଗ୍ରାମାର କ୍ଲାସ ନୋଟ ଡାଉନ କରିବେ ନାହିଁ ମନେ ପଡିବନି ଭୁଲିଯିବେ ନୋଟ ଡାଉନ କରୁଥିବେ ନେକ୍ସଟ ଟପିକ ରେ ଆଉ ଥରେ ଦେଖା ହବ ନୂଆ ଗୋଟେ ଟପିକ ରେ ତେଣୁ ସେଥି ପର୍ଯ୍ୟନ୍ତ ରହୁଛି ଆଉ ଗୋଟେ ନୂଆ ଭିଡିଓରେ ଦେଖା ହବ ଆଜି ପାଇଁ ରହିଲି ଧନ୍ୟବାଦ।